ভ্যাকেନ୍সিটি আসিଛି ଆଇବି ତରଫରୁ। ଆଇବିର ଫୁଲ୍ ଫର୍ମ ହେଉଛି ଇଣ୍ଟେଲିଜେନ୍ସ ବ୍ୟୁରୋ। ତ ଏହି ଭ୍ୟାକେନ୍ସିରେ ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିଛି, ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି, ସାଲାରୀ କ'ଣ ରହିଛି ଏବଂ ଆପଣଙ୍କର ବୟସ କ'ଣ ରହିଛି, ସବୁକିଛି ଫୁଲ୍ ଡିଟେଲ୍ସ ଜାଣିବା। ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ। ତ ବର୍ତ୍ତମାନ ଅନଲାଇନ୍ ଆପ୍ଲାଏ ଚାଲିଛି। ଯଦି ବି ଆପଣମାନେ ଅନଲାଇନ୍ ଆପ୍ଲାଏ କରିନାହାନ୍ତି ତ ଆପଣଙ୍କର ଯଦି ଶିକ୍ଷାଗତ ଯୋଗ୍ୟତା ହେଉଥିବ ନିହାତି ଭାବରେ ଏହି ଫର୍ମଟିକୁ ଆପ୍ଲାଏ କରିଦିଅନ୍ତୁ। ଆପଣ ଦଶମ ପାସ୍ କରିଥିଲେ ଏହି ଫର୍ମଟିକୁ ଆପ୍ଲାଏ କରିପାରିବେ। ବୟସ ମଧ୍ୟ ଆପଣଙ୍କର 18 ବର୍ଷରୁ 27 ବର୍ଷ ପର୍ଯ୍ୟନ୍ତ ଏହି ଫର୍ମଟିକୁ ଆପ୍ଲାଏ କରିପାରିବେ। ଏଜ୍ ରିଲାକ୍ସେସନ୍ ମଧ୍ୟ ରହିଛି, ପରମାନେଣ୍ଟ ଜବ୍। ତ ଏଇଥିରେ ଯେଉଁ ଭ୍ୟାକେନ୍ସି ଆସିଛି ଷ୍ଟେଟ୍ ୱାଇଜ୍ ସବୁ ଭ୍ୟାକେନ୍ସି ଆସିଛି। ଆମ ଓଡ଼ିଶା ପାଇଁ ମଧ୍ୟ ଭ୍ୟାକେନ୍ସି ଅଛି। ତ ସବୁକିଛି ଫୁଲ୍ ଡିଟେଲ୍ସ ଜାଣିବା। ଯଦି ଆପଣମାନେ ଆମ ଏହି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଛନ୍ତି ଭିଡ଼ିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଆଗକୁ ମଧ୍ୟ ଏମିତି ବହୁତ ସାରା ଲେଟେଷ୍ଟ ଇନଫର୍ମେସନ୍ ଆପଣମାନେ ପାଇପାରିବେ। ଏବଂ ଭିଡ଼ିଓର ଡେସ୍କ୍ରିପସନ୍ରେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ଅଛି। ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲ ସହିତ ମଧ୍ୟ ଯୋଡ଼ି ହୋଇପାରିବେ। ସେଇଠୁ ମଧ୍ୟ ଆପଣମାନେ ବିଭିନ୍ନ ପ୍ରକାର ନୋଟିଫିକେସନ୍ ଆଗୁଆ ପାଇପାରିବେ। ଆମେ ଜାଣିବା ଭ୍ୟାକେନ୍ସି ବିଷୟରେ। ଏଇଠି ଆପଣମାନେ ଦେଖିପାରୁଥିବେ ଆପଣଙ୍କର ଯେଉଁ ଭ୍ୟାକେନ୍ସି ରହିଛି ଟୋଟାଲ୍ ଉପରେ 4987ଟି ଭ୍ୟାକେନ୍ସି ରହିଛି। ଏବଂ ଓବିସି ପାଇଁ ଯେଉଁ ଭ୍ୟାକେନ୍ସି ରହିଛି 1015, ୟୁଆର୍ ପାଇଁ ଯେଉଁ ଭ୍ୟାକେନ୍ସି ରହିଛି 2471 ଏବଂ ଏସି ପାଇଁ ଯେଉଁ ଭ୍ୟାକେନ୍ସି ରହିଛି 574, ଏସଟି ପାଇଁ ଯେଉଁ ଭ୍ୟାକେନ୍ସି ରହିଛି 426, ଇଡବ୍ଲ୍ୟୁଏସ୍ ପାଇଁ ଯେଉଁ ଭ୍ୟାକେନ୍ସି ରହିଛି 501। ଟୋଟାଲ୍ ଉପରେ ଯେଉଁ ଭ୍ୟାକେନ୍ସି ରହିଛି 4987ଟି ଭ୍ୟାକେନ୍ସି ରହିଛି। ଆପଣମାନେ ଦେଖିପାରୁଥିବେ। ଜାଣିବା ଆପ୍ଲାଏ ଡେଟ୍ ବିଷୟରେ। ଏଇଥିରେ ଯଦି ଆପଣମାନେ ଫର୍ମ ଆପ୍ଲାଏ କରିବେ ତାହେଲେ ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିପାରିବେ। ତ ଏଥିରେ ଯେଉଁ ଆପ୍ଲାଏ ଡେଟ୍ ରହିଛି ବର୍ତ୍ତମାନ ଅନଲାଇନ୍ ଆପ୍ଲାଏ ଚାଲିଛି 26/7/2025 ଠୁ ଆପଣଙ୍କର ଲାଷ୍ଟ ଡେଟ୍ ହେଉଛି 17/8/2025 ପର୍ଯ୍ୟନ୍ତ ଏହି ଫର୍ମଟିକୁ ଆପଣମାନେ ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିପାରିବେ। ଜାଣିବା ସାଲାରୀ ବିଷୟରେ। ଏଇଠି ଆପଣମାନେ ଦେଖିପାରୁଥିବେ ପେ ସ୍କେଲ୍। ଆପଣଙ୍କର ଯେଉଁ ସାଲାରୀ ରହିଛି 21,700 ଠୁ ନେଇକି ଆପଣଙ୍କର 69,100 ପର୍ଯ୍ୟନ୍ତ ଆପଣଙ୍କର ପେ ସ୍କେଲ୍ ରହିଛି। ତାପରେ ଏଇଠି ଆପଣମାନେ ଦେଖିପାରୁଥିବେ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ବା ଏଜୁକେସନାଲ୍ କ୍ୱାଲିଫିକେସନ୍। ଯଦି ଆପଣମାନେ 10th ପାସ୍ କରିଛନ୍ତି ତାହେଲେ ଏହି ଫର୍ମଟିକୁ ଆପ୍ଲାଏ କରିପାରିବେ। କିନ୍ତୁ ଆପଣଙ୍କ ପାଖରେ ଯେଉଁ ଷ୍ଟେଟ୍ରେ ଆପଣ ଆପ୍ଲାଏ କରିବେ ସେହି ଷ୍ଟେଟ୍ର ଡୋମିସିଆଲ୍ ସାର୍ଟିଫିକେଟ୍ ଥିବାକୁ ପଡ଼ିବ। ତାପରେ ଏଇଠି ଆପଣମାନେ ଦେଖିପାରୁଥିବେ ଆପଣଙ୍କ ବୟସ। ଏଇଥିରେ ଯେଉଁ ଆପଣଙ୍କର ବୟସ ରହିଛି 18 ବର୍ଷରୁ 27 ବର୍ଷ ଏବଂ ଆପଣଙ୍କର ଯେଉଁ ବୟସ କାଉଣ୍ଟ କରାହେବ ତ 17/8/2025 ଏହି ଡେଟ୍କୁ ଆପଣଙ୍କ ବୟସ କାଉଣ୍ଟ କରାହେବ। ଏବଂ ଏଇଥିରେ ଏଜ୍ ରିଲାକ୍ସେସନ୍ ମଧ୍ୟ ରହିଛି। ଏସସି ଏସଟି କ୍ୟାଟେଗୋରୀ ଯଦି ଆପଣମାନେ ବିଲଙ୍ଗସ୍ କରୁଥିବେ ତାହେଲେ 5 ବର୍ଷର ଏଜ୍ ରିଲାକ୍ସେସନ୍। ଯଦି ଆପଣମାନେ ଓବିସି କ୍ୟାଟେଗୋରୀରୁ ବିଲଙ୍ଗସ୍ କରୁଥିବେ ତାହେଲେ 3 ବର୍ଷର ଏଜ୍ ରିଲାକ୍ସେସନ୍ ରହିଛି। ତାପରେ ଜାଣିବା ଏକ୍ଜାମ୍ ବିଷୟରେ। ଏଇଠି ଆପଣମାନେ ଦେଖିପାରୁଥିବେ ଟୋଟାଲ୍ ଉପରେ ଆପଣଙ୍କର 200 ମାର୍କର ଏକ୍ଜାମ୍ ହେବ। ଟାୟାର 1ରେ ଆପଣଙ୍କର 100 ମାର୍କର ଏକ୍ଜାମ୍ ହେବ, 1 ଘଣ୍ଟା ଟାଇମିଂ ରହିବ। ଏବଂ ଟାୟାର 2ରେ ଆପଣମାନେ ଦେଖିପାରୁଥିବେ 50 ମାର୍କର ଏକ୍ଜାମ୍ ହେବ, 1 ଘଣ୍ଟା ଟାଇମିଂ ରହିବ। ଏବଂ ଟାୟାର 3ରେ ମଧ୍ୟ ଆପଣଙ୍କର ଗୋଟେ ଇଣ୍ଟରଭ୍ୟୁ ହେବ। ତ ଟୋଟାଲ୍ ଉପରେ 200 ମାର୍କ ରହିଛି, 2 ଘଣ୍ଟାର ଟାଇମିଂ ରହିଛି। ତ କେଉଁ ଟପିକ୍ରୁ ସବୁ କ୍ୱେଶ୍ଚନ୍ ଆସିବ ଆପଣମାନେ ଦେଖିପାରୁଥିବେ। ଏହି ଟପିକ୍ରୁ ସବୁ କ୍ୱେଶ୍ଚନ୍ ଆସିବ। ତ ନିହାତି ଭାବରେ ଏହି ସିଲାବସ୍ ହିଁ ଆପଣଙ୍କୁ ପଢ଼ିବାକୁ ପଡ଼ିବ। ରହିଛି ଆମ ଓଡ଼ିଶାରେ ମଧ୍ୟ ରହିଛି। ଆପଣମାନଙ୍କୁ ମୁଁ ଦେଖାଇ ଦେଉଛି। ଆମ ଓଡ଼ିଶାରେ ଯେଉଁ ଏକ୍ଜାମ୍ ସେଣ୍ଟର ରହିଛି ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର। ଏହି ସବୁ ଏକ୍ଜାମ୍ ସେଣ୍ଟର ରହିଛି ଆମ ଓଡ଼ିଶାରେ। ଆପଣ ଯେଉଁ ସେଣ୍ଟରରେ ଚାହିଁଲେ ସେହି ସେଣ୍ଟରରେ ଏକ୍ଜାମ୍ ଦେଇପାରିବେ। ତାପରେ ଜାଣିବା ଆମ ଓଡ଼ିଶାରେ କେତେ ଭ୍ୟାକେନ୍ସି ଅଛି। ଏଇଠି ଆପଣମାନେ ଦେଖିପାରୁଥିବେ ଭୁବନେଶ୍ୱର। ତ ଆମ ଓଡ଼ିଶାରେ ଯେଉଁ ଭ୍ୟାକେନ୍ସି ରହିଛି ଆପଣମାନେ ଦେଖିପାରୁଥିବେ ଟୋଟାଲ୍ ଉପରେ 76ଟି ଭ୍ୟାକେନ୍ସି ରହିଛି। ୟୁଆର୍ ପାଇଁ ରହିଛି 34, ତାପରେ ଓବିସି ପାଇଁ ରହିଛି 4ଟି, ଏସସି ପାଇଁ ରହିଛି 12ଟି, ଏସଟି ପାଇଁ ରହିଛି 18ଟି ଏବଂ ଇଡବ୍ଲ୍ୟୁଏସ୍ ପାଇଁ ରହିଛି 8ଟି। ତ ଟୋଟାଲ୍ ଉପରେ 76ଟି ଭ୍ୟାକେନ୍ସି ରହିଛି ଆମ ଓଡ଼ିଶାରେ। ତ ଆପଣମାନେ ସବୁକିଛି ଫୁଲ୍ ଡିଟେଲ୍ସରେ ଜାଣିସାରିଥିବେ। ନିହାତି ଭାବରେ ଭିଡ଼ିଓଟି କେମିତି ଲାଗିଲା ଭିଡ଼ିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଏବଂ ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନାହାନ୍ତି ଭିଡ଼ିଓ ଡେସ୍କ୍ରିପସନ୍ରେ ତାର ଲିଙ୍କ୍ ଅଛି, ଆପଣମାନେ ଜଏନ୍ ହୋଇଯାଆନ୍ତୁ ଏବଂ ସେଇଠି ମଧ୍ୟ ଆପଣମାନେ ଆଗୁଆ ସବୁକିଛି ଇନଫର୍ମେସନ୍ ପାଇପାରିବେ।